କିଛି ଭାଇ ଭଉଣୀ ମାନେ ଅଛନ୍ତି ଚାଲନ୍ତୁ ତାଙ୍କୁ ପଚାରିବା। ଭାଇ ନମସ୍କାର। नमस्कार नमस्कार ଜୁହାର। ତମେ କୋଉଠିର? ଆମେ ହଉଛୁ ନନ୍ଦପୁର ମାନେ ଏଇଠିକାର? ଏଠିକାର ତମର ଏପଟେ ପୁରା କହୁଛ ଜୁହାର। ଜୁଆରା କୋରାପୁଟର ଜୁହାର କହୁଛନ୍ତି ଜୁଆରା ନା? କୁଆଡେ ଆସିଥିଲ ବୁଲି? ହଁ ଏଇଠି ବୁଲି ଆସିଥିଲୁ ଆଉ ଏଇଠି ତ ରହୁଛୁ ନନ୍ଦପୁର ପାଖରେ। ଆଚ୍ଛା। ଆମେ ହଉଛି ଲମତାବୁଡ ବ୍ଲକ। ହଁ ମାନେ ତମେ କଣ ଦେଶିଆ ଲୋକ ନା କଣ? ହଁ ମୁଁ ହଉଛି କୋରାପୁଟ ଦେଶିଆ ଗଦବା ଲୋକ। ଆଚ୍ଛା ତମର କଥା ଟିକେ କେମିତି କୁହ ଟିକେ? ଆ କହିବା କି ଆସିକି ବସ ମାନେ ହଉଛି ଏକେ ଉଲ ଲେଇସା ମାନେ ଆସିକି ବସ। ମାନେ ସମସ୍ତଙ୍କୁ କେମିତି କହିବ ଯେ ତମେ କୋରାପୁଟ ଆସ, କୋରାପୁଟ ବହୁତ ବଢିଆ ଲୋକ, କୋରାପୁଟିଆ ଲୋକ ବି ବହୁତ ବଢିଆ। ସେଇ ଆ ସେଇଟା ଟିକେ ଅସୁବିଧା ଅଛି କାହିଁକି ନା ସେଟା ଟିକେ ଟିକେ ଜାଣିଛି। ମାନେ କିନ୍ତୁ ତମର ଦେଶିଆ ମାନେ ଦେଶିଆ କହିଦେବି। ଦେଶିଆ ଦେଶିଆ କଥା କୁହ। ଆ ଭାଇ ବହିनी मन सबके जुआर। तमे आइसा बोले नंदपुर आसा एति रेडी डुडमा আছে सब बुली करी जा। बढ़िया बढ़िया जगह আছে पार्क मिसा আছে पिला टुके मिसा दारी करी आइले तमे खेलाई पारास भोजी करी मिसा पारास सारी एति मिसा वाला बुली करी जाइसा जुआर। ଜୁହାର। ଦିଦି ଘର କୋଉଠି? ଘର ଆମର ବଡ ଟାଙ୍କୁଆ। ସେଇଟା କୋଉଠି କୋରାପୁଟ ଜିଲ୍ଲାରେ? ହଁ କୋରାପୁଟ ଜିଲ୍ଲା। ତମେ ଏଇଠିକାର? ହଁ। ତମର କଥା ମାନେ ତମର ଭାଷା କେମିତି? ଆମେ ଯେମିତି ତମ ସହିତ କଥା ହଉଛେ ସେମିତି ତ ଓଡିଆ କଥା ତ ନାଇଁ ଆମର ଦେଶିଆ। କେମିତି କୁହ? ଦେଶିଆ ମାନେ କୁହ କେମିତି ଟିକେ କୁହ ଟିକେ। ଭାଇ ଭଉଣୀ ମାନେ ନମସ୍କାର ସମସ୍ତଙ୍କୁ। ହଁ ତମ ଦେଶିଆ ଭାଷାରେ କୁହ। ହଁ ଆମର ଏଇଟା କୋରାପୁଟ, ତମେ ଆସ ହଁ ବୁଲିକି ଯାଅ। ହଁ ଏଇଟା ଆମର କୋରାପୁଟ ଆସିକି ବୁଲିକି ଯାଅ ବଢିଆ ଲାଗିବ। ଏଇଟା ହଉଛି ରାନଡୁଡୁମା। ଆଚ୍ଛା ଏଇଟା ତ ତମେ ଓଡିଆରେ କହିଦେଲ। ଇଚ୍ଛା ହେଲନି? କିଛି ରିସା ନାହିଁ ଆମେ ସବୁବେଲେ ସାରଦା କରବୁ ଏମିତି ଏକା ଆମର କୋରାପୁଟର ଲୋକ ବୋଲେ ସବୁର ସଂग ଭଲ କରି ମିଶବାଇ ଆରି ଯେତକି ବାଇଲେ ନିଆଇଲାइन ମିଶା ସବୁ କେ ପଚାରା ଯେତକି ଲଗାଇଲାइन ଜାନ ରେ ଭାଇ ଆମେ ସବୁର ସଂग ସାରଦା କରବୁ ବୋଲେ ଏଞ୍ଜୟ କରବୁ ଆର ସବୁର ସଂଗ ଭଲ କରି ମିଶବୁ ଆମର କୋରାପୁଟର ଲୋକର ପରିଚୟ ଏକା ସେତକି। ସେତିକି ନାଇଁ ହଁ ମାନେ କାହା ଉପରେ କେବେ ରିସା ନାହିଁ ଜମା ହଁ ବି? ନାଇଁ ବିଲକୁଲ ରିସା ନାହିଁ ଏବେ ସବୁର ସଂଗ ଭଲ ସଂଗ ମିଶବାଟା ସବୁର ସଂଗ ଭଲ ସଂଗ ରହିବାଟା। ତମେ ମୋ ଉପରେ ରାଗିଲନି ତ? ମୁଁ ଆସିକି ତମ ସହିତ बिल्कुल କଥା नहीं ଭିଡିଓ दीदी ବନେଇକି बिल्कुल नहीं। ବିଲକୁଲ ନାହିଁ। हाँ बाबा ଦେଖିପାରିଲ ତ ଇଏ ହଉଛି କୋରାପୁଟ। ସେମାନେ ଏମିତିରେ କୋରାପୁଟକୁ ନେଚର ଅଫ ବିୟୁଟି କୁହାଯାଏନି, କିଛି ତ ଅଛି। ତ ସେଇଟା ଆପଣ ଭିଡିଓ ମାଧ୍ୟମରେ ତ ଦେଖୁଛନ୍ତି। ଭାଇ କୁହନ୍ତୁ ଆଉ ଦୀପକ କଥା କିଛି। ଯୁବ ମାନେ ଆଜିକାଲି ୟଙ୍ଗ ପିଢି ମାନଙ୍କୁ କଣ ବାର୍ତ୍ତା ଦେବେ କିଛି ତ ଗୋଟେ କୁହନ୍ତୁ। ମାନେ କୋ ବିଷୟରେ ମାନେ ଷ୍ଟଡି ଲାଇନ ନା ଷ୍ଟଡି କ୍ୟାରିୟର ଷ୍ଟଡି ନାଇଁ ଲାଇନ ନା କେ ମାନବିକତା ମାନବିକତା। ବିଷୟରେ। ହଁ ହଁ କେମିତି ଦେଖନ୍ତୁ ଆପଣ ଏଇଠି କେତେ ମାନେ ମିଳିମିଶିକିନି ରହୁଛନ୍ତି। ଜଣେ ଜଣଙ୍କୁ ସାହାଯ୍ୟ କରୁ କେମିତି ସେମିତି କଣ କହିବେ ୟଙ୍ଗ ପିଢି ମାନଙ୍କୁ? ଠିକ ଅଛି ପୁରା ଅଲ ଓଡିଶାର କହିଦଉଛି ଅଲ ଅଲ ଓଡିଶାର। ଓଡିଶାର ହଁ ମାନେ ଓଡିଆରେ କହିବି ନା ଓଡିଆରେ ଓଡିଆରେ? ହଁ ମୁଁ ଯେତିକି ଦେଖିଲି ମୁଁ ଯାଇଥିଲି ଯେହେତୁ ବର୍ଷେ ଭୁବନେଶ୍ଵର ଥିଲି ହଁ ତ ସେଇଠି ଥିଲା କିନ୍ତୁ ଟିକେ ଟିକେ ଅଡୁଆ ଲାଗୁଥିଲା କମ୍ଫର୍ଟେବୁଲ ଲାଗୁନଥିଲା। ହୁଁ କିନ୍ତୁ ସେଠି ସମସ୍ତେ କହୁଥିଲେ କି ତମ କୋରାପୁଟିଆ ଲୋକ ହିଁ ସବୁଠୁ ଭଲ ଗଲେ ସାହାଯ୍ୟ କରନ୍ତି ଆଚ୍ଛା ତାପରେ ରହିବାକୁ ଯୋଉ ଜାଗା ବି ଦିଅନ୍ତି ବୋଲିକି କୁହନ୍ତି। ତ ମୁଁ କଣ କହିବି କି ସମସ୍ତେ ଆମେ ଯେହେତୁ ଓଡିଶା ବାସୀ ତ ଆମେ ମିଶିକି ରହିବା। ଆମେ ମନେକର ଗୋଟେ ଡିଷ୍ଟ୍ରିକ୍ଟରୁ ଆଉ ଗୋଟେ ଡିଷ୍ଟ୍ରିକ୍ଟ ଗଲେ ବି ତାକୁ ଟିକେ ସାହାଯ୍ୟ କରିବା ଯେହେତୁ କମ୍ଫର୍ଟେବୁଲ ସେ ହବ ଅନକମ୍ଫର୍ଟେବୁଲ ନ ହଉ ଆଉ ମୋର ଏତିକି ଅନୁରୋଧ ପୁରା ଓଡିଶା ବାସୀଙ୍କୁ। ବହୁତ ବଢିଆ କଥାଟେ ଭାଇ କହିଲେ। କହିବେନି କହିକି ବହୁତ ବଢିଆ କଥାଟେ କହିଲେ। ଠିକ ଅଛି ଏମାନଙ୍କ ପାଖରୁ ବିଦାୟ ନେବା ପୁଣି ଆଗକୁ ଯିବା। ଏଠିକାର ଲୋକମାନେ କେମିତି କଣ ପୁଣି ଆପଣ ମାନଙ୍କୁ ଦେଖେଇବା। ନୂଆ ଲୋକ ନୂଆ ଅନୁଭୂତି ନୂଆ କଥା।